ବିଜେଡି ହେଲେ ବର୍ତ୍ତମାନ ବିରୋଧୀ ଦଳରେ ବସିଛି ସେ ଆନ୍ଦୋଳନ କରିବା ସ୍ୱାଭାବିକ ସେ କରନ୍ତୁ ଅସୁବିଧା କୋଉଠି ରହୁଛି କରନ୍ତୁ ଆମେ ସ୍ୱାଗତ କରୁଛୁ ସେ ବିରୋଧ କରିବେ ବିରୋଧୀ ଦଳରେ ଅଛନ୍ତି ନିର୍ବାଚନ ହେଲାନି ଯେ ଘୋଷଣା କରିଥିଲେ ଛାତ୍ର ସଂସଦ କରିବେ ବର୍ଷ ସରକାର ସକାରାତ୍ମକ ଥିଲେ ସରକାର ଚିନ୍ତା କରୁଛନ୍ତି ବର୍ଷରା ହେଇଗଲା ବା ଆଉ କେବେ ଚିନ୍ତା କରିବେ ଯଦି ହେଇପାରିବ ହେଇପାରିବ ଯଦି ନ ହେଇପାରିବ ନାହିଁ ଦେଖାଯିବ ସାରା ସଂକଟକୁ ନେଇକି ଯେତେବେଳେ ଆନ୍ଦୋଳନ କରୁଛି ଭାବୁଛନ୍ତି କିଛି ପ୍ରଭାବ ପଡିବନି କାରଣ ପୂର୍ବ ଥର ବି ଏମିତି ବିଧାନସଭା ଜୋର କରିଥିଲେ ଦେଖନ୍ତୁ ଇନଡାଇରେକ୍ଟଲି କହିବାକୁ ଗଲେ ସାର ସଂକଟ ପାଇଁ ବିଜେଡି ହିଁ ଦାୟୀ କ'ଣ ପାଇଁ ବିଗତ ଦିନରେ ଯେତିକି ଚାଷ ଜମି ଚାଷ କରିବା କଥା ତାଙ୍କ ଅମଳରେ ଧାନର ରେଟ୍ ଠିକ୍ ନଥିବା କାରଣରୁ ଚାଷ ପ୍ରତି ବିମୁଖ ଥିଲେ ବିଗତ ଦିନରେ 800 ଟଙ୍କା ଆମେ ଯେତେବେଳେ ସପୋର୍ଟ ପ୍ରାଇସ୍ ଆମେ ବଢ଼େଇଦେଲୁ ସେତେବେଳେ ଲୋକ ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି ସ୍ୱାଭାବିକ ଭାବରେ ସାର ଟିକେ ସର୍ଟ ମାରିବ ଏବଂ ଯେତିକି ସାର ପହଞ୍ଚାଇବା କଥା ଆମେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛୁ ଆଉ ଯେଉଁମାନେ ଆଜି ଡେଟ୍ରେ ଆମେ ଯେତେବେଳେ ଇନକ୍ୱାରି କରୁଛୁ ସାର ସର୍ଟ କିଛି ଜାଗାରେ ଅଛି ସେଠି ସ୍ଥାନୀୟ ସେକ୍ରେଟାରୀ ମାନେ ଯେଉଁମାନେ ତାଙ୍କ ଅମଳରୁ ଅଛନ୍ତି ସେମାନେ ମିଛରେ ହୋର୍ଡିଂ ବ୍ୟବସ୍ଥା କରିକିରି କରୁଛନ୍ତି ସାର ସଫିସିଏଣ୍ଟ ଅଛି ଠିକ୍ ସମୟରେ ଠିକ୍ରେ ନ ପହଞ୍ଚାଇବା ସରକାରୀ ଅଫିସର କିଛି ସମ୍ପୃକ୍ତି ଅଛନ୍ତି ବିଜେଡି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଯେଉଁ ପ୍ରୟାସ କରୁଛି ସେ କ'ଣ ଗୋଟେ ନିଜର ଅସ୍ତିତ୍ୱ ଜାରି କରିବା ପାଇଁ ଚେଷ୍ଟା କରୁଛନ୍ତି କି ବିଜେଡି ଦେଖନ୍ତୁ ବିଜେଡି ବିରୋଧୀ ଦଳରେ ଅଛି ଯେଉଁ ଭୂମିକା ଲିଭେଇବା କଥା ବିରୋଧୀ ଦଳ ନେତା ନାହାନ୍ତି ସେ ଦିଲ୍ଲୀରେ ଅଛନ୍ତି କ'ଣ ପାଇଁ ଦିଲ୍ଲୀ ଯାଇଛନ୍ତି କିଛି କାହାକୁ ଜଣା ନାହିଁ ତାଙ୍କ ବିଜେଡିର କୌଣସି ମୁଖପାତ୍ର ବି କହିପାରୁନାହାନ୍ତି ସେ କ'ଣ ପାଇଁ ଦିଲ୍ଲୀ ଯାଇଛନ୍ତି ଦିଲ୍ଲୀରେ କ'ଣ ନେଗୋସିଏସନ କାହା ସାଙ୍ଗେ କରୁଛନ୍ତି ବି ଜଣା ନାହିଁ ତେଣୁ ନିଶ୍ଚିତ ଭାବରେ ବିଜେଡି ଯାହା ବି କରୁଛି ତାଙ୍କ ରାଜନୈତିକ ସତ୍ତା କିଛି ନା କିଛି ଲୋକଙ୍କ ପାଖରେ ପହଞ୍ଚିବା ଆମେ କିଛି କରୁଛୁ କିଛି ଜାଗାରେ ସାର ସଂକଟ ନଥିଲେ କୃତ୍ରିମ ସଂକଟ ବି କରେଇକିରି ସେ କରାଉଛନ୍ତି ଲୋକ କେମିତି ବିଜେଡି କି ଭୁଲି ନ ଯିବେ ସେଇଥିପାଇଁ ଏ ଯୋଜନା ସେମାନେ କରୁଛନ୍ତି କିଛି ପ୍ରଭାବ ନାହିଁ ଚାଷୀମାନେ ଠିକ୍ ଢଙ୍ଗରେ ବିଜେପି ସାଙ୍ଗରେ ଅଛନ୍ତି ସରକାର ସାଙ୍ଗରେ ଅଛନ୍ତି ଏବଂ 800 ଟଙ୍କା ପାଇକିରି ଏ ବର୍ଷ ଅଧିକା ଧାନ ଚାଷ କରିଛନ୍ତି ଗୋଟିଏ ଜାଗାରେ ମୋ ବିଧାନସଭାରେ ମୁଁ ଦେଖୁଛି କେନାଲ ଗୁଡ଼ିକ ବିଗତ ଦିନରେ ଡିଫଙ୍ଗ ଅବସ୍ଥାରେ ପଡ଼ି ରହିଛି କାରଣ ଚାଷ ହେଉନଥିଲା ଲୋକ ପାଣି ଚାହୁଁନଥିଲେ ଏବେ ଚାଷ ଅଧିକା ହେଲା ବେଳକୁ ଲୋକ ପାଣି ଖୋଜୁଛନ୍ତି କେନାଲ ଉପରେ ପ୍ରେସର ପଡୁଛି ତେଣୁ ନିଶ୍ଚିତ ଭାବରେ ଆମେ ସରକାର ଯାହା କରୁଛି ଏବଂ କିଛି କିଛି ଯଦି ଅସୁବିଧା ଅଛି ସରକାର ଚିନ୍ତିତ ଅଛନ୍ତି ତାର କେମିତି ଠିକ୍ ଢଙ୍ଗରେ ତାକୁ ତ୍ୱରାନ୍ୱିତ କରାଯାଇପାରିବ ତା ପାଇଁ